ଜଗନ୍ନାଥ ହର ହର ଶମ୍ଭୁ। ଆଜି ଆମେ ଜାଣିବା ଝୁଲଣ ଯାତ୍ରା ବିଷୟରେ କିଛି କଥା। ଝୁଲଣ ଯାତ୍ରା କ'ଣ, ଏହା କାହିଁକି ପାଳନ ହୁଏ, ଆଉ ଏହା ସହିତ ଶ୍ରୀମନ୍ଦିରର ରୀତିକାନ୍ତି କ'ଣ ରହିଛି ସେ ବିଷୟରେ ଜାଣିବା। ଶ୍ରୀମନ୍ଦିରରେ ଏହି ଝୁଲଣ ଯାତ୍ରା ଶ୍ରାବଣ ଦଶମୀ ଠାରୁ ଭାଦ୍ରବ ପ୍ରତିପଦା ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ଏହା ଶ୍ରୀକୃଷ୍ଣଙ୍କର ଶ୍ରୀରାଧା ଓ ଗୋପୀମାନଙ୍କ ସହିତ ବିଳାସମୟ ଦୋଳି ଖେଳକୁ ବୁଝାଇଥାଏ। ଏହା ଶ୍ରୀମନ୍ଦିରର ସହ ସମସ୍ତ ବିଷ୍ଣୁ ମନ୍ଦିରରେ ଏହି ଝୁଲଣ ଯାତ୍ରା ପାଳନ ହୁଏ। ଏହାର ଆରମ୍ଭ ହୁଏ ଶ୍ରାବଣ ମାସ ଶୁକ୍ଲପକ୍ଷ ଦଶମୀ ତିଥିରୁ ଶେଷ ହୋଇଥାଏ ଭାଦ୍ରବ ମାସ ପ୍ରତିପଦା ଦିନ। କିମ୍ବଦନ୍ତୀ ହେଉଛି ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କର ସେବା ସମସ୍ତ ଦେବତାଗଣ, ମନୁଷ୍ୟ ଓ ଗୋପୀମାନେ ପାଇବା ଦେଖି ଗନ୍ଧର୍ବମାନେ ମଧ୍ୟ କିଛି ସମୟ ପାଇଁ ପ୍ରାର୍ଥନା କଲେ। ସେ ଅନୁସାରେ ଏକ ସୁନ୍ଦର ଝିଲମିଲ ଜରି ଜମ୍ବୁରାରେ ତିଆରି ଗୋଟିଏ କୁଞ୍ଜରେ ରାଧା ଓ କୃଷ୍ଣଙ୍କୁ ଦଳିରେ ବସାଇ ଝୁଲାଇବାର ସେବା ସେମାନଙ୍କୁ ମିଳିଲା। କୁହାଯାଏ ଯେ ରାଧା ହେଉଛନ୍ତି ରୁକ୍ମିଣୀଙ୍କର ଅଂଶବିଶେଷ, ମାନେ ରାଧା ଆଉ ରୁକ୍ମିଣୀ ଏକ, ସେ ହେଉଛନ୍ତି ଲକ୍ଷ୍ମୀଙ୍କର ପ୍ରତିମା। ଆଉ କିଛି ଜାଗାରେ କୁହାଯାଏ ରାଧା ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଅଂଶ। ଚାଲନ୍ତୁ ଏବେ ଜାଣିବା ଶ୍ରୀମନ୍ଦିରର ଝୁଲଣ ଯାତ୍ରାର ପରମ୍ପରା ବିଷୟରେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଦ୍ୱିତୀୟଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା। ଶ୍ରୀମନ୍ଦିରରେ ଗୌଡ଼ୀୟମାନଙ୍କ ପ୍ରଭାବ ସମ୍ପର୍କରେ ଏହି ଯାତ୍ରା ସୂଚନା ଦେଉଛି। ଗୌଡ଼ୀୟ ସମ୍ପ୍ରଦାୟରେ ରାଧାକୃଷ୍ଣ ହେଉଛନ୍ତି ଉପାସ୍ୟ। ସେଥିପାଇଁ ଶ୍ରୀକୃଷ୍ଣ ଗୋପରେ ଥିବା ବେଳେ କରିଥିବା ରାସକୁ ସେମାନେ ଶ୍ରୀମନ୍ଦିରରେ ପ୍ରଚଳନ କରୁଛନ୍ତି। ଶ୍ରୀମନ୍ଦିର ଭିତର ବେଢ଼ାରେ ଦକ୍ଷିଣ ପଟେ ମୁକ୍ତି ମଣ୍ଡପ ନିକଟରେ ଝୁଲଣ କୁଞ୍ଜ ନିର୍ମିତ ହୋଇଥାଏ। 45 ଫୁଟ ଲମ୍ବ ଓ 15 ଫୁଟ ଉଚ୍ଚତା ବିଶିଷ୍ଟ ଏହି କୁଞ୍ଜଟିର ଛାଞ୍ଚ କାଠରେ ତିଆରି ହୋଇଥିବା ବେଳେ ଏହାକୁ ଜରି, ସୋଲ ଓ କପଡ଼ାରେ ସଜ୍ଜିତ କରାଯାଇଥାଏ। ଏହି ଝୁଲା ସହ ଗୋଟିଏ ଦଉଡ଼ି ଲାଗିଥାଏ, ଯାହାକୁ ଟାଣିଲେ ଝୁଲା ସହ ପ୍ରତିମା ତ୍ରୟ ଝୁଲନ୍ତି। ମଧ୍ୟାହ୍ନ ଧୂପ ନୀତି ପରେ ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ବେଶ କରାଯାଇ ଭୋଗ ଅର୍ପଣ ହୁଏ। ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଦିଆଯିବା ପରେ 3 ଜଣ ମହାଜନ ସେବକ ବିମାନବଡ଼ୁ ସେବାୟତ ପ୍ରତିମାମାନଙ୍କୁ ଜଗମୋହନ ଓ ବଟ ଦ୍ୱାର ଦେଇ ଝୁଲଣ କୁଞ୍ଜର ଭିତର ଝୁଲାରେ ବିଜେ କରାନ୍ତି। ଝୁଲଣରେ ପଞ୍ଚାବଚର ପୂଜା ଖୋଇ କୋରା ଭୋଗ କରାଯିବା ପରେ ରତ୍ନ ସିଂହାସନସ୍ଥିତ ବିଗ୍ରହମାନଙ୍କରେ ଚନ୍ଦନ ଲାଗି ସମୟ ଯାହା ପ୍ରତିମାମାନେ ଏହି ଝୁଲଣରେ ଅବସ୍ଥାନ କରନ୍ତି, ତାହାପରେ ପିତୁଳା ଗୁଡ଼ାକୁ ଫେରାଇ ନିଆଯାଏ। ଏକାଦଶୀ ଦିନ ମଦନମୋହନଙ୍କ ବେଢ଼ା ପରିକ୍ରମା ସ୍ୱାଭାବିକ ଭାବରେ ଅନୁଷ୍ଠିତ ହୋଇ ପରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଝୁଲଣ ମଣ୍ଡପକୁ ବିଜେ କରାଯାଏ। ଶେଷ ଦିନ ଘଣ୍ଟି, ଶଙ୍ଖ ସହ ପଞ୍ଚାବଚାର ପୂଜା ଓ ବନ୍ଦାପନା କରାଯିବା ପରେ ବେଢ଼ା ବୁଲି ସିଂହାସନରେ ବିଜେ ହୁଅନ୍ତି। ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ଦଳିରେ ରାଧା ଦାମୋଦରଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀରେ ଭିଡ଼ ଜମାନ୍ତି। କୀର୍ତ୍ତନ ଭଜନର ମନ୍ଦିର ଉଲ୍ଲସିତ ହୋଇଉଠେ। ଏହା ଶ୍ରୀମନ୍ଦିର ସହ ପ୍ରାୟ ରାଧାକୃଷ୍ଣ ମନ୍ଦିରରେ ଅଧିକାଂଶ ମଠରେ ଏହା ପାଳନ କରାଯାଇଥାଏ। ଆସନ୍ତୁ ଜାଣିବା ଝୁଲଣ ଯାତ୍ରା ରାସ ବିଷୟରେ। ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ଝୁଲଣ କୁଞ୍ଜରେ ପରିଣତ ହୋଇଯାଏ। ବିଭିନ୍ନ ପଶୁପକ୍ଷୀ, ଜୀବଜନ୍ତୁ ପ୍ରତିକୃତିରେ ସୁସଜ୍ଜିତ ହୋଇଯାଏ ଝୁଲଣ କୁଞ୍ଜ। ଦକ୍ଷିଣ ପଟୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ ଝୁଲଣ ମଣ୍ଡପକୁ ବିଜେ ପରେ ଝୁଲଣ କୁଞ୍ଜରେ ସଖୀ ସହଚରୀଙ୍କ ସହ ଦୋଳି ଖେଳନ୍ତି। 7 ଦିନ ଧରି ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଥିପାଇଁ ମୁକ୍ତି ମଣ୍ଡପ ଝୁଲଣ କୁଞ୍ଜକୁ ଆଲୋକମାଳା ଓ ବିଭିନ୍ନ ସବୁକିଛିରେ ସଜାଯାଏ। ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ଶ୍ରୀକ୍ଷେତ୍ରର ମଠ ମନ୍ଦିରରେ ବି ଝୁଲଣ ଯାତ୍ରା ଆରମ୍ଭ ହୁଏ। ଦେବାଦେବୀଙ୍କୁ ଝୁଲଣ କୁଞ୍ଜରେ ବସାଇ ଦୋଳି ଖେଳାନ୍ତି। ଏଥିପାଇଁ ମଠ ମନ୍ଦିର ବ୍ୟାପକ ସାଜସଜ୍ଜା ପୂର୍ବକ ଝୁଲଣ କୁଞ୍ଜ ପ୍ରସ୍ତୁତ କରାଯାଏ। ଜଗନ୍ନାଥ ବଲ୍ଲଭ ମଠ, ରାଧା ବଲ୍ଲଭ ମଠ, ରାଧେଶ୍ୟାମ ମଠ, ମଣିରାମ ମଠ ପ୍ରମୁଖ ଝୁଲଣର ବଡ଼ ବଡ଼ ତୋରଣ ପ୍ରସ୍ତୁତ କରିବା ସହ ରାଧାକୃଷ୍ଣ ସହ ଅନ୍ୟ ଦେବାଦେବୀଙ୍କୁ ଝୁଲଣ କୁଞ୍ଜରେ ବସାଇ ପୂଜାର୍ଚ୍ଚନା କରାଯାଏ। ଅନ୍ନ ବ୍ୟଞ୍ଜନଠାରୁ ଆରମ୍ଭ କରି ନାନାଦି ଭୋଗ ଲାଗି କରାଯାଏ। ପୁରାଣ ବର୍ଣ୍ଣିତ କଥା ଅନୁଯାୟୀ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ବୃନ୍ଦାବନରେ ବାସ କରୁଥିଲେ। ବର୍ଷା କାଳରେ ଗୋପାଙ୍ଗନାମାନେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କୁ ଯମୁନା କୁଞ୍ଜରେ ଦୋଳିରେ ବସାଇ ଝୁଲାଉଥିଲେ। ଏଥିରେ କେବଳ ରାଧା କୃଷ୍ଣ ନୁହନ୍ତି, ଗୋପାଙ୍ଗନାମାନେ ମଧ୍ୟ ଆନନ୍ଦ ପାଉଥିଲେ। ବର୍ଷା କାଳରେ ହେଉଥିବା ଏହି ରାସକୁ ପ୍ରାବୃତ ରାସ ବୋଲି କୁହାଯାଏ। ଏହି ରାସର ସ୍ମରଣରେ କେଉଁ କାଳରୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ପାଳିତ ହୋଇ ଆସୁଛି।
परंपरा अनुजाई श्रीमंदिर में श्रावण शुक्ल दशमी तिथि ठारू आरंभ हो भाद्रव कृष्ण प्रतिपदा पर्यंत झुलन यात्रा हुए। एथिपाई मुक्ति मंडप झुलन मंडप तथा झुलन कुंजरे परिणत कराए। जोरी जंबुरा सोल खचित दली को फूल सजा कराए। महाप्रभु चलती प्रतिमा मदन मोहन श्रीदेवी भूदेवी यही झुलन मंडप में विजे करने सेवक मैंने दौड़ी टाणी विजे ठाकुर को झुलांती। तले भजन कीर्तन व्यवस्था कराए। नीति निर्घंट अनुसार मध्याह्न धूप सरिया पर महाप्रभु को श्रृंगार होता है। संध्या आलती बढ़िया पर महाप्रभु को आज्ञामाला पाई दक्षिण घर मदन मोहन श्रीदेवी भूदेवी झुलन मंडप को विजे करती। चंदन लगी आरंभ होगा झुलन कुंजर पंथी भोग पाई प्रभु श्री मदन मोहन श्रीदेवी भूदेवी दक्षिण घर को प्रत्यावर्तन करती किंतु यही समय झुलन मंडप में दली खेलिबार दृश्य को भक्त मैंने मन भरी आनंद उपभोग करती। एथिपाई श्रीमंदिर में प्रबल भिड़ होता है। झुलन यात्रा प्राय नीतिकांति विलंब होता है। आपण को जदि ये रहा आमर झुलन यात्रार रहस्य। झुलन यात्रा मुख्यतः हुए माने गंधर्व माने से माने भगवान को कहले आमे भी आपण को सेवा करने को सुजोग दिंतु से झुलन यात्रा आरंभ होता। आ श्रीमंदिर में झुलन यात्रा आमर महाराजा आरंभ होता। आपन को जदि यही तथ्य भल लगे निश्चित भाव लाइक शेयर एंड सब्सक्राइब करदे। कमेंट रे जय जगन्नाथ कहीदेवे। जय जगन्नाथ, हर हर शंभु, जय जगन्नाथ।